ସଂସାରରେ ରହିବାଟା ହିଁ ଆମର ବିପତ୍ତିର କାରଣ। ଯଦି ଏମିତି ସାଧୁ ସନ୍ଥ ମାନେ ଯଦି ହେଇକରି ଯଦି ରହିବ ବୃଦ୍ଧ ଲୋକ ତାହେଲେ କୌଣସି ଅସୁବିଧା ନାହିଁ। ଆଉ ଯଦି ଖାଲି ଫାଲତୁରେ ଯଦି ଗପିବା ବାର ଭାଷୁକୁଟି ହେବା ସେଇଭଳିଆ ଯଦି ବୃଦ୍ଧ ଲୋକ ରହିବାଟା ହିଁ ଆମର ସଂସାର ପ୍ରତି ଆମର ସମାଜ ପ୍ରତି ବିପଦ ହୋଇପାରେ। ତ ସେ କଥା ନାହିଁ, ଆଉ ଆମେ ସେ କଥା ଆଗକୁ ଯିବାନି। କିନ୍ତୁ ଏଇ ଯେଉଁ ଆମର ଜେଜେବାପା ରଖିଥିଲେ ଏଇଠି ଆମର ଜେଜେବାପା ଚାରୋଟି ଜେଜେବାପା ଚାରୋଟି। ଶୁଭ ସକାଳ ସାଙ୍ଗମାନେ, ଜୟ ଜଗନ୍ନାଥ। ଆପଣମାନଙ୍କୁ ସ୍ୱାଗତ କରୁଛି ଗୋଟେ ନୂଆ ଫେସ୍ ବ୍ଲଗ୍କୁ। ତ ବର୍ତ୍ତମାନ ମୁଁ ଏପଟେ ବୁଲିବାକୁ ଆସିଥିଲି ଆମ ଗାଁର ପଶ୍ଚିମ ପଟେ। ତ ଗାଁର ଶେଷ ପଟେ ଏଇପଟେ ବୁଲୁ ବୁଲୁ ଦେଖିଲି ଯେ ବର୍ତ୍ତମାନ ଆମର ଗୋଟେ ପୁରୁଣା ସ୍ମୃତି, ଆଉ ସେଇ ପୁରୁଣା ସ୍ମୃତି ମୁଁ ଆପଣମାନଙ୍କୁ ମୁଁ ମନେ ପକାଇ ଦେବାକୁ ଚାହୁଁଛି। ଯାହାକି ଆମର ଏଇ ଦେଖିପାରୁଥିବେ ଏଇ ଯେଉଁ ବନ୍ଧ ଅଛି, ଏ ବନ୍ଧ ପାଖରେ ଆମର କ'ଣ ସମ୍ପର୍କ ବା ସେ ରିସ୍ତା, ମୁଁ ସେସବୁ ଆପଣମାନଙ୍କୁ ଜଣେଇବି। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଭଲ ଲାଗିଲେ ଲାଇକ୍ କରିବେ। ଆଉ ପରେ ଘରକୁ ଯିବା, ଘରେ କ'ଣ କରୁଛନ୍ତି ଆଉ କ'ଣ କରିନାହାନ୍ତି ସବୁକିଛି ଆଉ ଦେଖିପାରିବା। ଚାଲନ୍ତୁ ଏବେ ଭିଡ଼ିଓଟି ଷ୍ଟାର୍ଟ କରିବା। ଦେଖିପାରୁଥିବେ ଏବେ ବସ୍ ଗାଡ଼ି ଗଲା ସକାଳୁ ସକାଳୁ। ଆଉ ଏଇ ଯେଉଁ ବନ୍ଧ ଅଛି, ଏଇ ବନ୍ଧ ମଝିରେ ଦେଖିପାରୁଥିବେ ହୁଡ଼ ସେଇଠି ଗୋଟେ ମଝିରେ ଗୋଟେ ଖମ୍ବ ଅଛି, ଯାହାକି ସେ ଖମ୍ବ ଉପରକୁ ଯାଇକରି ଆମେ ପିଲାବେଳେ ଡେଇଁବାର। ସେ ଖମ୍ବ ଉପରକୁ ଯିବୁ, ତାପରେ ଯାଇକରି ଆମେ ସେ ତଳକୁ ଆଖରେ ଡେଇଁବୁ, ଡେଇଁକିରି ପଙ୍କ ସେ ଭିତରୁ ପଙ୍କ ବାହାର କରିବୁ। ଆଉ ଏଇ ପ୍ରକାର ଆମେ ପିଲାବେଳେ ମଜା ନେବାର। ଦେଖିପାରୁଥିବେ ସେଇ ତଳେ ଅଛି ଆମର ପୁରୁଣା ତୁଠ, ଯାହାକି ଆମେ ଯେଉଁ ପିଲାବେଳେ ଗାଧପାଦ କଥରୁ ଡେଉଁଥିଲୁ। ଆଉ ସେଇଠୁ ଏଇଠି ଆସିବାର, ଏଇଠୁ ଧରି ପୁରା ସେ ପର୍ଯ୍ୟନ୍ତ ବୁଡ଼ି ବୁଡ଼ି ଆସିବାର। ଆଉ ସେଠି ଗୋଟେ ନୂଆରେ ତୁଠ ବନାଗଲା। ତା ପୂର୍ବରୁ ଏଇ ତୁଠଟା ଆଉ ସେଇ ତୁଠଟା, ଏ ଦୁଇଟା ହିଁ ତୁଠ ଥିଲା। ଏଇ ରୋଡ଼ ସାଇଡ଼ରେ ଆମର ଗାଁର ଶେଷ ପଟେ ଏ ପ୍ରକାର ଗୋଟେ ବନ୍ଧ ଅଛି। ତ ସାଙ୍ଗମାନେ ବର୍ତ୍ତମାନ ମୁଁ ଏମିତି ଭିଡ଼ିଓ କରୁ କରୁ ଜଣେ ଭେଟ ହୋଇଗଲା ଆମ ଗାଁର, ଯାହାକି ଗୋଟେ ଲୋକଟି। ଭେଟ ହେଲା ପରେ ସେ କହିଲା ଯେ କ'ଣ ଏତେ ସବୁ କରୁଛୁ କହିଲୁ। ମୁଁ କହିଲି ଯେ ମୁଁ ଭିଡ଼ିଓ କରୁଛି ବୋଲି କହିଲୁ। ସେ ବେଲେ ଭିଡ଼ିଓ କଲେ କ'ଣ ହେବ ଫାଇଦା ବୋଲି କହିଲୁ, ମୁଁ ଏଥିରେ ପଇସା ମିଳୁଛି ବୋଲି କହିଲୁ। ଏମିତି ଭିଡ଼ିଓ କଲେ ପଇସା ମିଳିବ, ଏମିତି ମିଛ କଥା କହନି ବୋଲି ସିଏ କହିଲୁ। ମୁଁ କହିଲି ଯେ ନା ଭାଇ ସତରେ ଭିଡ଼ିଓ କଲେ ଏମିତି ପଇସା ମିଳୁଛି। ତ ସେ ବିଶ୍ୱାସ କଲା ନାହିଁ। ଏମିତି ବହୁତ ଲୋକ ଏମିତି ଯାହାକି ଭେଟ ହୋଇଯାଏ, ଯାହାକି ମଜାରେ ଲୋକମାନେ ମଜା କରିବେ ଆଉ ଉପହାସ କରିବେ। କିନ୍ତୁ ଆମର ଲକ୍ଷ୍ୟ ଉପରେ ଆମର ଫୋକସ୍ ହେବା ଦରକାର, ଆଉ ଆମର କାମ ନିଜେ ଆମେ କରିବା ଦରକାର। କେହି କାହାକୁ କହିକିରି କି ତ କାହାକୁ ବୁଝେଇ ହେବନି। ଆଉ ଆମେ ଯେଉଁ ପ୍ରକାର ଆମେ କାମ କରିକି ହିଁ ଦେଖେଇଲେ ସେମାନେ ବୁଝିପାରିବେ। ଆଉ ସେଇଥିପାଇଁ ଆମେ କାହା ସହିତ କାହାର କଥାରେ ଆମେ ଡିଷ୍ଟର୍ବ ହେଲେ ଆମର ସମୟ ନଷ୍ଟ ହେବ। ସେଥିପାଇଁ ଚାଲନ୍ତୁ ଭିଡ଼ିଓଟି ପୁଣି ଷ୍ଟାର୍ଟ କରିବା। ତା ସାଙ୍ଗମାନେ ଦେଖିପାରୁଥିବେ ଏଇଟା ହେଉଛି ଏଇ ଉସ୍ତ ଗଛଟା। ଏଇ ଉସ୍ତ ଗଛ ବିଶାଳ ଗଛ ଦେଖାଯାଉଥିଲା, କିନ୍ତୁ ବର୍ତ୍ତମାନ ଏଇ ଯେଉଁ ମାଟି ପଡ଼ିଯିବା ଯୋଗୁଁ ଆଉ ଗଛଟା ଏବେ ଛୋଟ ଦେଖାଯାଉଛି, କିନ୍ତୁ ବହୁତ ପୁରୁଣା ଆଉ ବିଶାଳ ଗଛ। ତା ପଛେ ପଛେ ଏଇଠି ଗୋଟେ ଆମର ଗୋଟେ ଛୋଟିଆ ବନ୍ଧ ଅଛି। ଆଉ ଏଇ ବନ୍ଧରେ ଏଇ ବାଟେ ଆମେ ଯାଇକିରି ଆମେ ଯେଉଁ 2 ନମ୍ବର କଲେ, ଆପଣମାନେ ବୁଝିପାରୁଥିବେ 2 ନମ୍ବର କଲେ ଯାଇକି ଆମେ ସ୍ୱଚ୍ଛ ହୋଇକିରି ଏପଟକୁ ବାହାରି ଆସିବାର। କିନ୍ତୁ ଏବେ ବର୍ତ୍ତମାନ ଏଇ ରାସ୍ତାଟା ବନ୍ଦ ହେବାକୁ ଗଲାଣି। ଆଉ ତାପରେ ଏପଟେ ଦେଖିପାରୁଥିବେ ଏଇ ବାଟେ ଆମେ ଯିବା ଆସିବା କରୁଥିଲୁ, କିନ୍ତୁ ଏଇ ବାଟେ ଆସିକି ଏଇ ଯେଉଁ ଏପଟେ ପୁରା ରାସ୍ତା ଛୋଟ ଥିଲା, ବର୍ତ୍ତମାନ ରାସ୍ତାଟାକୁ ବଡ଼ ହୋଇଗଲାଣି। କିନ୍ତୁ ଏଇ ଯେଉଁ ତୁଠ ନାହିଁ, ଏଇ ତୁଠକୁ ଗଲା ଆସି ଆମର ସେପଟେ ହେଇକିରି ଆମର ସେଇଠି ହେଉଛି ଆମର ଗୋଟେ ଖଳା ଅଛି। ଆମର ଯେଉଁ ଏଇପଟେ ଦେଖିପାରୁଥିବେ ଆପଣମାନେ, ଏଇଟା ଗଛକୁ ନାଗିରି ଏଇଠି ଗୋଟେ ଆମର ଯେଉଁ ଖଳା ଥିଲା। କାହିଁକିନା ଆମର ଜେଜେବାପା ଯେତେବେଳେ ଥିଲେ ସେତେବେଳେ ଆମର ଏଇଠି ଗୋଟେ ଖଳା ମାନେ କ'ଣ, ଏଇଠି ଆମେ ଧାନ ରଖିବା, ପାଳ ରଖିବା, ଏଇସବୁ ଆମେ ଜିନିଷ ରଖିବାର। ଆଉ ଏଇଠି ଆମେ ଯେଉଁ ଧାନ ମଳିବାକୁ ଗଲେ ସେ ଧାନ ମଳାମଳି କଲା ଆସିକି ଆମେ ରାତିରେ ଏଠି ଶୋଇବାର,
କୁଡ଼ିଆ ଘର କରିକିରି ପାଳ ଜଗିବାର ଧାନ ଜଗିବାର ସବୁକିଛି ଜଗିକିରି ଏମିତି ବହୁତ ମଜାମସ୍ତି ବହୁତ ମଜା ଲାଗୁଥିଲା। ଯାହାକି ଆମେ ଏଇ ବନ୍ଧ ଗୁଡ଼ାରେ ଆମେ ବହୁତ ଏନ୍ଜୟ କରୁଥିଲୁ ପିଲାବେଳର କଥା। ଆଉ ପିଲାବେଳର କଥା କହିଲେ ନ ସରେ, ଯାହାକି ବହୁତ ଖୁସି ଆଉ ଆନନ୍ଦ ଦିଏ। କିନ୍ତୁ ବର୍ତ୍ତମାନ ସମୟ ଯେତେ ବଡ଼ ହେଇଯାଉଛି ସେତେବେଳେ ଆମେ ବି ବଡ଼ ହେଇଯାଉଛନ୍ତି। ବଡ଼ ହେବା ଅନୁସାରେ ଆମର ପିଲାବେଳର ଖୁସି ସବୁକିଛି ହରେଇ ଯାଉଛନ୍ତି। ଆଉ ବଡ଼ ହେଲେ ବହୁତ କିଛି ଦାୟିତ୍ୱ ବା ବୋଝ ଆମ ମୁଣ୍ଡ ଉପରେ ନଦୀ ହେଇଯାଏ ଆପେ ଆପେ ସମୟ ଅନୁସାରେ। ଆଉ ସେମିତି ପିଲାବେଳର କାହାଣୀ। ଆଉ ଚାଲନ୍ତୁ ଏବେ ମୁଁ ପୁଣି ଦେଖେଇବି ଆପଣମାନଙ୍କୁ ଆମ ଖଳା ଏ ବନ୍ଧର ସାଇଡ଼୍ରେ ଦେଖିପାରୁଥିବେ ଏପଟେ ଆଗେ ଯିବା ଆସିବା କରିବାର, କିନ୍ତୁ ବର୍ତ୍ତମାନ ଏପଟେ ରୋଡ଼ ରାସ୍ତା ହେଇସାରିଛି। ଆଉ ଏଇପଟେ ଉପର ବାଟେ ଯିବା ଆସିବା କରୁଛନ୍ତି, କିନ୍ତୁ ତା ପୂର୍ବରୁ ଆମେ ଏଇପଟେ ଯିବା ଆସିବା ତଳ ବାଟେ ଯିବା ଆସିବା କରିବାର। ଯାହାକି ଗୋଟେ ଗୋରୁ ଯଦି ଯିବ ତାହେଲେ ଆଉ ଗୋଟେ ଗୋରୁ ପଡ଼ିଯିବାର ସମ୍ଭାବନା ରହିପାରେ। କାହିଁକିନା ଏ ହାଂସରେ ପୁରା ହାଂସରେ ସେ ଗୋରୁ ଯିବାର ସେଭଳିଆ। କିନ୍ତୁ ବର୍ତ୍ତମାନ ଏଇପଟେ ଆମର ରୋଡ଼ ବାହାର କରିଦିଆଯାଇଛି। ଗାଁ ଲୋକମାନେ ଉନ୍ନତି କରିଛନ୍ତି ଆମର ଏଠିକା ବନ୍ଧ ତୁଠରେ। ବର୍ତ୍ତମାନ ଯାଉ ଯାଉ ଦେଖିପାରୁଥିବେ ଏଠି ଗୋଟେ ଅଛି ଆମର ଗୋଟେ ତୁଠ। ଏଇ ଯେଉଁ ଛୋଟ ଗୋଟେ ବନ୍ଧ ଅଛି ଦେଖନ୍ତୁ, ସେଇ ଯେଉଁ ବନ୍ଧଟା ନା, ସେ ବନ୍ଧଠୁ ଧରିକିରି ଏପର୍ଯ୍ୟନ୍ତ ଏଇଟା ଗୋଟେ ଛୋଟିଆ ବନ୍ଧ ହେଲା। କିନ୍ତୁ ଏଇ ପଟଟା ଆପଣମାନଙ୍କୁ ଯେଉଁ ଦେଖେଇଲି ଏଇଟା ହେଉଛି ବଡ଼ ବନ୍ଧ ହେଲା। ଏଇଟା ଯେଉଁ ଛୋଟିଆ ବନ୍ଧ ଅଛି, ଏଇ ଛୋଟିଆ ବନ୍ଧରେ ଏବେ ବର୍ତ୍ତମାନ ଏ ପ୍ରକାର ହେଇକିରି ଅଛି, କିନ୍ତୁ ବ୍ୟବହାର ଉପଯୁକ୍ତ ନୁହଁ। ତ ସାଙ୍ଗମାନେ ଏଇ ଯେଉଁ ଛୋଟ ବନ୍ଧ ଅଛି, ପ୍ରଥମେ ଏଇ ଯେଉଁ ବଡ଼ ବନ୍ଧ ଅଛି, ଏ ବଡ଼ ବନ୍ଧରେ କୌଣସି କିଛି ଗଛ ପତ୍ର କୌଣସି କିଛି ହୁଏ ନାହିଁ। କାହିଁକିନା ଏଥିରେ ମାଛ ବି ଧରାଯାଏ ଆଉ ମାଛ ବି ବ୍ୟବସାୟ କରାଯାଏ, ଯାହାକି ମାଛ ଚାଷ ହୁଏ। ସେଥିପାଇଁ କିଛି ବି ହୁଏ ନାହିଁ। କିନ୍ତୁ ଏଇପଟେ ଦେଖିପାରୁଥିବେ ଏଇଟା ହେଉଛି ଆମର ଛୋଟିଆ ବନ୍ଧ। ଏଇ ଛୋଟିଆ ବନ୍ଧରେ ଆଉ କିଛି ବି ହୁଏ ନାହିଁ। ସେଥିପାଇଁ ବର୍ତ୍ତମାନ ଦେଖିପାରୁଥିବେ ଏଇ ଯେଉଁ କାଉଁରିଆ ବୋଲି କହୁଛନ୍ତି ପରା, ଯେଉଁ ପଟି ବୁଣାଯାଏ, ସେଇ ଗଛ ପୁରା ବନ୍ଧଟା ଯାକ ହେଇସାରିଛି। ଆଉ ସେଇପଟେ ଦେଖୁଥିବେ ଯେଉଁ ପଦ୍ମ ଫୁଲ ଆମର ଫୁଟି ସାରିଛି। ସେଇ ପଦ୍ମ ଫୁଲ ଆମେ ନେଇକି, ଯାହାକି ଗଣେଶ ପୂଜାରେ ବହୁତ କାମରେ ଆସେ। ଆଉ ଏଇଠୁ ପଦ୍ମ ଫୁଲ ବି ନିଏ, ଆଉ ତା'ର ନାଡ଼ ବି ନେଇକି ଆମେ ସବୁକିଛି ପୂଜାରେ ଲଗାଏ। ଆଉ ଏଠି ଏଇ ଯେଉଁ ବର୍ତ୍ତମାନ ହେଇଛି ଆମର ଏଇ ତୁଠ କୌଣସି ଏବେ କାର୍ଯ୍ୟରେ ଲାଗେ ନାହିଁ, କିନ୍ତୁ ତୁଠ ବନାଯାଇଛି। ତ ସାଙ୍ଗମାନେ ଏଠି ଗୋଟେ ଆମର ଖଳା ଅଛି, ଯାହାକି ଏଇ ଖଳାରେ ଆମର ଏଇଠି ଗୋଟେ ବହୁତ ବଟ ଗଛ ଅଛି। ଏଇ ବଟ ଗଛ ବହୁତ ପୁରୁଣା ହେଇଗଲାଣି। ଆଉ ସେଇ ବଟ ଗଛରେ ଏବେ ପୁରା ଭାଙ୍ଗିବାକୁ ଗଲାଣି। ଦେଖିପାରୁଥିବେ ଆପଣମାନେ ଏଇ ଯେଉଁ ବଟ ଗଛ ଏଟା ବହୁତ ଉଞ୍ଚରେ ଥିଲା। ଆଉ ସେଇ ଶାଖା ଏଇ ଶାଖା ସବୁ ପୁରା ଭାଙ୍ଗିରି ଚୁରମାର ହେଇଗଲାଣି। ଦେଖ ଏଇ ଶାଖା ସବୁ ଭାଙ୍ଗିରି ଚୁରମାର ହେଇଗଲାଣି, ମାନେ ଆର ଡେଟ୍ ପଳେଇଗଲାଣି। ଏଇ ବଟ ଗଛ ତଳେ ଆମେ ବହୁତ ଖେଳିଛୁ, ଶୋଇଛୁ, ବସିଛୁ। ଆମର ଯାହାକି ପାଳଗଦା ଆମର ଏଠି ଥିଲା। ଆମ ଜେଜେବାପା ଏଠି ବନେଇଥିଲେ ଏଇ ଖଳା ଭଳିଆ। ଏଇଟା ଗୋଟେ ଆମର ଏଇଠି ଖଳା ଭଳିଆ ଥିଲା। ତ ସାଙ୍ଗମାନେ ଏଇ ଯେଉଁ ବଟ ଗଛ ଅଛି ବହୁ ପୁରୁଣା। ଆଉ ସେଥିପାଇଁ ତା'ର ବୟସ ଗଲାଣି, ତା'ର ଡେଟ୍ ଗଲାଣି। ଯେମିତି ଗୋଟେ କାଠ ସିଏ ଯେତେବେଳେ ବୃଦ୍ଧ ହୋଇଯାଏ, ସେତେବେଳେ ସିଏ ଯେତେବେଳେ ଝଡ଼ି ପଡ଼େ, ସେତେବେଳେ କ'ଣ କାମରେ ଆସେ? କେବଳ ଜଳିବାରେ କାମରେ ଆସେ। ହେଲେ ସେଇଭଳିଆ କାଠ ଯେମିତି ଜଳିବାରେ କାମରେ ଆସେ, ସେଇଭଳିଆ ଗୋଟେ ଗାଁର ବୃଦ୍ଧ ଲୋକ ଯେତେବେଳେ ବୁଢ଼ା ହୋଇଯାଏ ନା, ସେତେବେଳେ ସେ ମଣିଷ ରହିଲେ ସିଏ ଘରର ଅଶାନ୍ତି ବା ତା'ର ଜୀବନକୁ ଆହୁରି ଖାଲରେ ପକାଏ। ସେଥିପାଇଁ ବୃଦ୍ଧ ଲୋକ ହେଲେ ଯେମିତି କାଠ ଯେମିତି ବୁଢ଼ା ହେଲେ ତାକୁ ଜଳିବାରେ କାମରେ ଆସେ, ସେଇଭଳିଆ ବୃଦ୍ଧ ଲୋକ ହେଇଗଲେ ଆଉ ସେ ସଂସାରରେ ରହିବାଟା ହିଁ ଆମର ବିପତ୍ତିର କାରଣ। ଯଦି ଏମିତି ସାଧୁ ସନ୍ତମାନେ ହେଇକିରି ରହିବ ବୃଦ୍ଧ ଲୋକ, ତାହେଲେ କୌଣସି ଅସୁବିଧା ନାହିଁ। ଆଉ ଯଦି ଖାଲି ଫାଲତୁରେ ଗପିବା, ବାର ଭାସୁକୁଟି ହେବା, ସେଇଭଳିଆ ବୃଦ୍ଧ ଲୋକ ରହିବାଟା ହିଁ ଆମର ସଂସାର ପ୍ରତି
ଆମର ସମାଜ ପ୍ରତି ବିପଦ ହୋଇପାରେ। ତ ସେ କଥା ନାହିଁ, ଆଉ ଆମେ ସେ କଥା ଆଗକୁ ଯିବାନି। କିନ୍ତୁ ଏଇ ଯେଉଁ ଆମର ଜେଜେବାପା ରଖିଥିଲେ ଏଇଠି, ଆମର ଜେଜେବାପା ଚାରୋଟି ଜେଜେବାପା ମାନେ କ'ଣ, ତାଙ୍କେ ଆମ ଜେଜେବାପାର ତାଙ୍କ ଚାରି ଭାଇଟା ଯାକ ଏଇଠୁ ଏତିକରେ ଆମର ଦୁଇଟା ଜେଜେବାପାଙ୍କର ଜାଗା ଥିଲା, ଯାହାକି ଏବେ ବର୍ତ୍ତମାନ ଆଉ ଆମେ ଏଇ ଜାଗାରେ କିଛି କରୁନାହୁଁ। ଆଉ ବର୍ତ୍ତମାନ ଯେଉଁ ରୋଡ଼ ଦେଖିପାରୁଥିବେ, ଏଇ ରୋଡ଼ ଯିବା ଆସିବାକୁ ତାଙ୍କେ ଏଟା ବିଲକୁ ଯିବା ଆସିବା ଲୋକମାନେ କରୁଛନ୍ତି। ଆମର ଏଇଟା ଆମର ବୋଲି ଆମେ କେବେ କହୁନାହୁଁ, ଆଉ ଜେଜେବାପା ରଖିଦେଲେ ତ ସେଥିପାଇଁ ଆମେ ଏଇଭଳିଆ ବ୍ୟବହାର କରୁଥିଲୁ। ତ ସାଙ୍ଗମାନେ ବହୁତ ସୁନ୍ଦର କଥାଟିଏ ଆଉ ଗୋଟେ କହିବାକୁ ଯାଉଛି। ଦେଖନ୍ତୁ, ଆମର ତ ଏଇଟା ଖଳା, ଏଇଟା ବରଗଛ। ଏଇ ଖଳାର ବାଜୁରେ ଏଇଠି ଦେଖିପାରୁଥିବେ, ଏଠି ଗୋଟେ ପୁନାସ ପଡ଼ିଛି। ଏଇ ଯେଉଁ ପୁନାସ ପଡ଼ିଛି ନା, ଏଇ ଯେଉଁ ଦେଖନ୍ତୁ, ଏଇ ଯେଉଁ ଦେଖନ୍ତୁ ପୁନାସ ପଡ଼ିଛି, ଏଇ ଯେଉଁ ପୁନାସ ପଡ଼ିଛି ନା, ଏଇ ପୁନାସରେ କ'ଣ ହେବ ଜାଣିଛନ୍ତି? ଏଇଠି ହେଉଛି ଆମର ଗାଁର କିଛି ସନ୍ଥ ମାନେ ପୂର୍ଣ୍ଣାନନ୍ଦ ଧିକାର ମଠ କରିବାକୁ ଯୋଜନା ବନେଇଛନ୍ତି। ଏଇ ଯଦି ମଠ ଯଦି ହେବ ନା, ତାହେଲେ ବହୁତ ସୁନ୍ଦର ଜାଗା, କାହିଁକିନା ପାଖରେ ବନ୍ଧ ଅଛି। ବନ୍ଧର ପାଖରେ ଏଇଠି ଆମର ପୂର୍ଣ୍ଣାନନ୍ଦର ସତ୍ସଙ୍ଗ ହେବ, ଯାହାକି ଘରର ଆମ ଗାଁର ବହୁତ ପାଖ ନିକଟ ବା ଗାଁର ବାହାରେ। ଏଠି ଗୋଟେ ବହୁତ ଶାନ୍ତିର ଜାଗା। ଏଇଟା ଏବେ ପ୍ରକାର ଦେଖାଯାଉଛି, କିନ୍ତୁ ଏଇଟା ସଫା ହେଇଗଲେ ନା ପୁରା ସମତଳ ଆକାରରେ ଜାଗା ହେଇକି ଏଇଠି ଯିବା ଆସିବା ପାଇଁ ବୋଲି ଆମେ ଗାଁ ଲୋକମାନେ ଯୋଜନା ବନେଇଛନ୍ତି। ତ ସାଙ୍ଗମାନେ ବର୍ତ୍ତମାନ ତ ଦେଖିଲେ ଆପଣମାନେ ଆମର ଗାଁର ଶେଷ ପଟେ ଯେଉଁ ଦୃଶ୍ୟ। ଆଉ ବର୍ତ୍ତମାନ ଯିବା ଏବେ ଘରକୁ, ଆଉ ଘରେ କ'ଣ କରୁଛନ୍ତି ଦେଖିବା।